ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ 2 ଆନୁକୂଲ୍ୟରେ ବୈଶିଙ୍ଗା ଥାନା ଅଧୀନ ବୈଦପୁରଠାରେ ଶାଳପତ୍ର କ୍ଲଷ୍ଟର କାର୍ଯ୍ୟାଳୟରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ଶାଳପତ୍ର ସିଲେଇ ନିମନ୍ତେ 10 ଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିରକୁ ସୋମବାର ଅପରାହ୍ନ 3ଟାରେ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କଲେ ବାରିପଦା ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶେଖ୍ ମେହେରବାନ ଅଲି। ଏହି 10 ଦିନିଆ ପ୍ରଶିକ୍ଷଣ ଶିବିର 3 ଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ବନାଞ୍ଚଳ ଅଧିକାରୀ ଧ୍ରୁବେନ୍ଦ୍ରନାଥ ନାୟକ ନେଇ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର 10ରୁ 19 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବର୍ତ୍ତନା ତିଳିଦା ଛାଡ଼କଟା ଭିଏସ୍ଏସ୍ ଅଧୀନରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର 20ରୁ 29 ପର୍ଯ୍ୟନ୍ତ ଏବଂ ତୃତୀୟ ପର୍ଯ୍ୟାୟରେ 30 ନଭେମ୍ବରରୁ 8 ଡିସେମ୍ବର ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ 2ର ଜୀବନ ଜୀବିକା ସଂଯୋଜକ ନିହାରଞ୍ଜନ ସାମଲଙ୍କ ସଂଯୋଜନାରେ ଆୟୋଜିତ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କାର୍ଯ୍ୟକ୍ରମରେ ବୈଶିଙ୍ଗା ବନପାଳ ଦୀପକ ପାତ୍ର, ବନରକ୍ଷୀ ଉତ୍ତମ କୁମାର ଦାସ, ରତିକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆନିମେଟର ପ୍ରଭାତ କୁମାର ସେଠୀ ଏବଂ ବର୍ତ୍ତନା ଭିଏସ୍ଏସ୍ ସଭାପତି ଜଳଧର ସିଂ ପରିଚାଳନା ଦାୟିତ୍ୱ ସମ୍ପାଦନ କରିଥିଲେ। ସିଲେଇ ପ୍ରଶିକ୍ଷିକା ଭାବରେ ମମତା ମହାରଣା ଏବଂ ମେସିନ୍ ମେକାନିକ୍ ଭାବରେ ଲମ୍ବୋଦର କମିଳା ମଧ୍ୟ ଉପସ୍ଥିତ ରହିଥିଲେ।